ମାମୁନି କଥା କାହିଁ ପଚାରୁଛନ୍ତି ଆଜ୍ଞା? ସିଏ ମୋ ଲେବୁଲ ଲୋକ, ସିଏ ଗୋଟେ କଥା କହିବ ମୁଁ ତା କଥା ମାନିବି? ସେ ଗୌଡ଼ ସାହିର କାହା ଘର ପଶିଥିଲା ତାକୁ ସେ ଗାଁ ଲୋକ ମାନେ ଅରୁଆ ଡାଲମା ଦେଇଥିଲେ, ସେ କଥା ତାକୁ ପଚାରିବେ। ସିଏ ଯୋଉ ମତେ କହିଛି ଯେ କଣ ସିଏ କିଏ, ସେ ସମୟ ଆସିଲେ ସେ ଜାଣିପାରିବନି ମୁଁ କିଏ। ସେ କେମିତି କଥାବାର୍ତ୍ତା କରୁଛି ଗୋଟେ ମାଲିକ ନାଁରେ, ଗୋଟେ ମାନେ ମ୍ୟାନେଜରଙ୍କ ନାଁରେ, ସେଇଠୁ ଆପଣ ମାନେ ଜାଣିପାରୁଥିବେ ସେ କି ଧରଣର କଳାକାର। କିଛି ଖୁବ କମ ଦିନ ଭିତରେ ଇଏ ବିଶୃଙ୍ଖଳିତ କଳାକାରକୁ ସାଇଟ୍ କରାହବ। ମାମୁନି କଥା କାହିଁ ପଚାରୁଛନ୍ତି ଆଜ୍ଞା? ସିଏ ମୋ ଲେବୁଲ ଲୋକ, ସିଏ ଗୋଟେ କଥା କହିବ ମୁଁ ତା କଥା ମାନିବି? ତା ସିସିଆର ଶୁଣିବେ? ମାୟାନଗରୀ ଯାତ୍ରା ପାର୍ଟିରୁ 4 ମାସ ଥିଲା, ପାର୍ଟିଟାକୁ ଭାଙ୍ଗି ଦେଇକି ପଳେଇଲା। ଫାର୍ଷ୍ଟ ଥିଙ୍ଗ। ତାକୁ ସେକେଣ୍ଡ ଥିଙ୍ଗ ପଚାରିବେ କାହିଁକି ଇନ୍ଦ୍ରଭୁବନର ଆଖଡ଼ା ଘରୁ ତାକୁ ବିଦା କରିଦେଲେ। ଥାର୍ଡ, ଏଇଥର ଯୋଉ ଅଶୋକ ସମ୍ରାଟର ଆଖଡ଼ା ଘରୁ ହଉଥିଲା, ସେ ଗୌଡ଼ ସାହିର କାହା ଘର ପଶିଥିଲା ତାକୁ ସେ ଗାଁ ଲୋକ ମାନେ ଅରୁଆ ଡାଲମା ଦେଇଥିଲେ, ସେ କଥା ତାକୁ ପଚାରିବେ। ଆଉ ସିଏ ମୋ ଲେବୁଲ ଲୋକ ନା, ତା କଥା ମତେ ପଚାରିଲେ। ଆଉ ସିଏ ଯୋଉ ମତେ କହିଛି ଯେ କଣ ସିଏ କିଏ, ସେ ସମୟ ଆସିଲେ ସେ ଜାଣିପାରିବନି ମୁଁ କିଏ। ଏ କ୍ଲାସ ଅନୁଷ୍ଠାନ ଅଭିଧାନରୁ ତା ନାଁଟା ଲିଭିଗଲାଣି, ସେ ଜାଣିପାରୁନି। ତା ୱେ ଅଫ ଟକିଂଟା ଆପଣ ଜାଣିପାରୁନାହାନ୍ତି। ସେ କେମିତି କଥାବାର୍ତ୍ତା କରୁଛି ଗୋଟେ ମାଲିକ ନାଁରେ, ଗୋଟେ ମାନେ ମ୍ୟାନେଜରଙ୍କ ନାଁରେ, ସେଇଠୁ ଆପଣ ମାନେ ଜାଣିପାରୁଥିବେ ସେ କି ଧରଣର କଳାକାର। ଆପଣ ଯୋଉ କଥାଟି ପଚାରିଲେ, ମୁଁ ସେ ବିଷୟରେ ମୁହଁ ଖୋଲିବି ନାହିଁ, କାରଣ ମୁଁ ମୁହଁ ଖୋଲିବି ସେ ପୂଜା ବୋଲି ଝିଅଟି, ସିଏ ପୁଣି ମତେ ଶୋଧିବ। ତେଣୁ ସେକେଣ୍ଡ କଥା ହଉଛି, ନାଣ୍ଡୁ ବାବୁ ତାର ପୁରା କ୍ଲାରିଟି ମେଣ୍ଟେନ କରିଦେଇଛନ୍ତି ମିଡିଆ ସାମ୍ନାରେ, ତାର ସବୁ ଜିନିଷ ସେ କରିଦେଇଛନ୍ତି। ମୋଠୁ ବେଟର ଆପଣ ମାନେ ଜାଣିଥିବେ, ତା କଥା ମତେ ପଚାରନ୍ତୁନି। ସେକେଣ୍ଡ ଥିଙ୍ଗ ଯୋଉ କହିଲେ ଯେ ସୋସିଆଲ ମିଡିଆଟା ଆଜିକାଲି ଗୋଟେ ମୁଁ ଭାବୁଛି ପୁରା ମାନେ କଣ ଗୋଟେ ଇଜି ଏଟା ହେଇଯାଉଛି, ଯୋଉଥିପାଇଁ କି ସମସ୍ତେ ଆସି ଗୋଟେ ସୋସିଆଲ ମିଡିଆରେ ଯିଏ ଯାହା ପାରେ ତାହା ସେ କହିଦଉଛି। ତେଣୁ ତା କଥା ନ ପଚାରିବା ଭଲ। ଆଇନ ଯୋଉ କଥା ଆପଣ କହିଲେ ଯେ ସେମାନେ ଯାଇଛନ୍ତି ଆଇନ ମନ୍ତ୍ରୀଙ୍କୁ ଦେଖା କରିବା ପାଇଁ, ସିଏ ଦେଖା କରନ୍ତୁ, ସେଥିରେ ଆମର କିଛି ମତଲବ ନାହିଁ। କାରଣ ଆମେ ସମସ୍ତେ ଆଇନର ପରିଧି ଭିତରେ ଅଛନ୍ତି। ଆଇନ ମନ୍ତ୍ରୀ ତାଙ୍କର, ମୁଖ୍ୟମନ୍ତ୍ରୀ ତାଙ୍କର, ସିଏ ବି ଆମର ମୁଖ୍ୟମନ୍ତ୍ରୀ, ସେ ସାରା ଓଡିଶାର ମୁଖ୍ୟମନ୍ତ୍ରୀ, ସେ ସାରା ଓଡିଶାର ଆଇନ ମନ୍ତ୍ରୀ। ତେଣୁ ସମସ୍ତେ ଆମେ ଯୋଉ ଆଇନର ପରିଧି ଭିତରେ ରହିଛେ, ସମସ୍ତେ ଆମେ ଆଇନ କି ସମ୍ମାନ ଦେବା ଉଚିତ। ତାଙ୍କର ସେ କେସ୍ ଥାନାରେ ଅଛି, ଆଇନ ଉପରେ ଆମର ବି ଯଥେଷ୍ଟ ବିଶ୍ୱାସ ଭରସା ଅଛି। ଆମେ ବି ଆଇନ କି ସମ୍ମାନ ଦଉଛେ, ଦବା। ତେଣୁ ଆଇନ ଯାହା ବିଚାର କରିବ, ଅଲ୍ ଆର୍ ଆକ୍ସେପ୍ଟେଡ୍, ଅଲ୍ ଆର୍ ବାଉଣ୍ଡ ଟୁ ଆକ୍ସେପ୍ଟ ଇଟ୍। ଆପଣ ଦେଖିଛନ୍ତି ଯୋଉ ଗଛର ମିଠା ଫଳ ଫଳେ ସେଇଠି ସମସ୍ତେ ବେଶୀ ଟେକା ମାରନ୍ତି। ତେଣୁ ନାଣ୍ଡୁ ବାବୁ କାହିଁକି କିଛି କହୁନାହାନ୍ତି? ଆପଣ ଭାବୁଛନ୍ତି କି ସିଏ ତାଙ୍କର କିଛି ମାନେ ଲୋପ ଇଏ ରହିଛି? କିଛି ନୁହଁ। ଯାତ୍ରା ଜଗତ ଆଜି ଯୋଉ କଳୁଷିତ ଅବସ୍ଥାରେ ପହଞ୍ଚିଛି, କିଛି ଅଳ୍ପ କିଛି ବିଶୃଙ୍ଖଳିତ କଳାକାର ମାନଙ୍କ ପାଇଁ ଯାତ୍ରା ଜଗତ ଆଜି କଳୁଷିତ ହେବାକୁ ବସିଥିଲା। ମାଲିକ ମାନେ ଅତିଷ୍ଠ ହେଇଯାଇଥିଲେ। ଯେମିତି ଧାନରୁ ଅଗାଡ଼ିକି ବାହାର କରିବା ପ୍ରୋସେସଟା ଆପଣ ଜାଣିଛନ୍ତି, ଠିକ ଏକ୍ଜାକ୍ଟ ସେଇଭଳିଆ। ଆଗ ବର୍ଷ ଆପଣ ଦେଖିବେ ମାନେ ଯାତ୍ରା ଜଗତ ଏତେ ଶୃଙ୍ଖଳିତ ଚାଲିବ ନ କହିବାର କଥା। ତେଣୁ କିଛି ବିଶୃଙ୍ଖଳିତ କଳାକାରଙ୍କୁ ମାନେ ବାହାର କରାଯିବ, ଏଟା ସୁନିଶ୍ଚିତ। এই ବିଷୟରେ ମାଲିକ ମାନେ ବହୁତ ମାନେ ସଜାଗ ହେଇସାରିଲେଣି। ଏଇ ଆଖଡ଼ା ପରେ ପରେ ସେ ସବୁ ସାଇଜ ହେଇଯିବ। ଧାନ ରହିବ ଦକ୍ଷିଣର, ଅଗାଡ଼ି ରହିବ ଉତ୍ତରର। ଏଇଠୁ ଆପଣ ମାନେ ଚିନ୍ତା କରୁଥିବେ ଯେ କଣ ହବ ନାହିଁ। ପ୍ରଶ୍ନ ଉଠୁନି। କୌଣସି ମାଲିକଙ୍କ ଭିତରେ ସେମିତି ମନମନାନ୍ତର ନାହିଁ। ମାଲିକ ସଂଘ ସମସ୍ତେ ଏକ ଅଛନ୍ତି। ମାଲିକ ସଂଘ ଏକ ଅଛନ୍ତି ବୋଲି ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦଉଛି, ଯାତ୍ରା ଜଗତ ଶୃଙ୍ଖଳିତ ହିସାବର ଚାଲିଛି ଆଉ ଚାଲିବ। ସେଟା ଯାଜ୍ଞସେନୀ ମାଲିକକୁ ପଚାରିଲେ ସିଏ କହିବେ। କାରଣ ମୁଁ ଦିଦିଟା ଅନୁଷ୍ଠାନ, ମୁଁ ଦିଦିଟା ଅନୁଷ୍ଠାନର ଦାୟିତ୍ୱ ନେଇଛି। 2 ବର୍ଷ ହେଲା ମୁଁ ଯାତ୍ରା ଜଗତକୁ ଆସିଛି। ସିଏ କଣ କହିଲା, ମୁଁ ଯୋଉ ପାର୍ଟିକି ଯାଇଛି ଭାଙ୍ଗି ଯାଇଛି। ରଜା ରକମର ସେ ପାର୍ଟି ତିଆରି କରିଛି ଆଜ୍ଞା। ମାନେ ଯୋଉ ଅନୁଷ୍ଠାନରେ ମୁଁ ହାତ ମାରେ ସେ ଅନୁଷ୍ଠାନ କଣ ହେଇଛି, ସେ ପ୍ରଥମେ ମୁଁ କରିଥିଲି ଆକାଶଗଙ୍ଗା, ସେଇଟା ନାମକରଣ ଚେଞ୍ଜ ହେଇକି ହେଇଛି ଯାଜ୍ଞସେନୀ। ଯାଜ୍ଞସେନୀର ସିଏ ଅଭିନୟ କରିବାକୁ ଗଲେ ତାକୁ 5 ବର୍ଷ ତପସ୍ୟା ଦରକାର। ସେକେଣ୍ଡ ଥିଙ୍ଗ ଆକାଶଗଙ୍ଗା 1 ବର୍ଷ କମ୍ପ୍ଲିଟ କରିଥିଲି। ସେକେଣ୍ଡ ଥିଙ୍ଗ ପାର୍ବତୀ ଆଉ ରାଜନାଥୀ ସେକେଣ୍ଡ ବର୍ଷ, ସିଏ ବି ବର୍ଷ କମ୍ପ୍ଲିଟ ହେଇକି ଅପଡେଟ ହେଇକି ମାଲିକ ସବୁବେଳେ ଦେଖା ଯାଉଛି ନାଣ୍ଡୁ ବାବୁଙ୍କ ନାଁରେ ଅଭିଯୋଗ ଆସୁଛି। କିନ୍ତୁ ବାପି ପଣ୍ଡା ଯୋଉ କହୁଥିଲେ, ଯୋଉ ଭଳି ଭାବେ ଅଭିଯୋଗ କରୁଥିଲେ ଯେ ମାଲିକ ନାମରେ ଅଭିଯୋଗ କରୁଥିଲେ, କିନ୍ତୁ ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ ମାମୁନିଙ୍କର ବି କୋଉଠି ନା କୋଉଠି ଦୋଷ ରହୁଛି। ବାପି ପଣ୍ଡା ଏହା ପରେ ଖୋଲିବେ କି, ମୁହଁ ଖୋଲିବେ କି? ବାପି ପଣ୍ଡାଙ୍କ ବିଷୟରେ ମୁଁ ମୁହଁ ଖୋଲିବା ଉଚିତ ହବନି। କେବଳ ଏତିକି ଜାଣିଛି ଯେ ବାପି ପଣ୍ଡାଙ୍କର ମୋର ବାଦ ବିବାଦ ଚାଲିଥିଲା, ଠିକ କଥା। କିନ୍ତୁ ସିଏ କେବେ ଆଜ୍ଞା ନାଟ ଫେଲ କରିନାହାନ୍ତି। ନରି ପଣ୍ଡା ବାଦ ବିବାଦ ଚାଲିଥିଲା,
କିନ୍ତୁ ସେ କେବେ ଆଜ୍ଞା ନାଟ ଫେଲ୍ କରିନାହାନ୍ତି। ତେଣୁ ତାଙ୍କ ବିଷୟରେ ଆଉ ମୁଁ କିଛି କହିବିନି। ଏତିକି ଗୋଟେ ଭଲ ଇଏ ଦେବି ଯେ ଆକ୍ଚୁଆଲି ପ୍ରକୃତରେ ସେମାନେ କଳାକାର, କଳାକୁ ନେଇକି ଶେଷ ପ୍ରଶ୍ନ ରହିବ। ରାଣୀ ପଣ୍ଡା ନୂଆ ଯାତ୍ରାପାର୍ଟି କରିଛନ୍ତି, ୱେଲକମ୍। କେତେ ଦୂର ଆପଣ ତାଙ୍କ ପାର୍ଟିରେ ମ୍ୟାନେଜର ରହିବେ କି ଏବଂ ତାଙ୍କୁ ହେଲ୍ପ କରିବେ କି? ତାଙ୍କ ପାର୍ଟିରେ ମୁଁ ମ୍ୟାନେଜର ରହିବିନି। ରାଣୀ ପଣ୍ଡା ମୋ ସାନ ଭଉଣୀ, ସିଏ ଗୋଟେ ଯାତ୍ରା ପାର୍ଟିର ମାଲିକ ହବାକୁ ଯାଉଛି, ସଂଘର ସେ ମିଶିବ ନିଶ୍ଚିତ। ତେଣୁ ଯଦି କେତେବେଳେ କିଛି ଆବଶ୍ୟକ ପଇଲା, ଯଦି ସିଏ ସାହାଯ୍ୟ ମାଗିଲା ଗୁଣ୍ଡୁଚି ମୂଷା ଭଳିଆ, ମୁଁ କିଛି ବି ତାକୁ ସାହାଯ୍ୟ କରିବି। କାରଣ ସିଏ ହଉଛି ମୋ ସାନ ଭଉଣୀ, ବ୍ୟକ୍ତିଗତ ସମ୍ପର୍କ ତାର ମୋର ଭଲ। ତେଣୁ ସମସ୍ତଙ୍କୁ ଗୋଟିଏ ମୋର କଥା ରହିବ, ଯୋଉ କଥା ଭାଇ ପଚାରିଲେ ଇଏ ବାଦ ବିବାଦର ଅନ୍ତ କେବେ ହବ। ଆଖଡ଼ା ଭିତରେ ଏ ବାଦ ବିବାଦ ସବୁ ଅନ୍ତ ଘଟିଯିବ, କିଛି ଅସୁବିଧା ନାହିଁ। ଯାତ୍ରା ଜଗତ ଶୃଙ୍ଖଳିତ ହିସାବରେ ଚାଲିବ। କମିଟି ମାନଙ୍କୁ ଆଗ ବର୍ଷକୁ ଆଉ ଟେନସନ ନାହିଁ। ये जो 5 लाख 4 लाख आडभांस दौले सी सिस्टम ना, बहुत कम पैसा आडभांस देवे। टिकेट मूल्य बहुत कम रलिक मैंने तार विचार विमर्श करुँच। तेणु यात्रा जगत बहुत श्रृंखलित हिसाब से चलो। किसी खूब कम दिन भितर ये विशृंखलित कलाकार को साइट करा हबो।